ଭାରତର ଇତିହାସରେ ପ୍ରଥମ ଥର ପାଇଁ ଲୋକମାନେ ସବୁଠୁ ଅଧିକ ଲୋନ୍ କାହା ପାଇଁ ନଉଛନ୍ତି ଜାଣିଛନ୍ତି? ଘର ପାଇଁ ନୁହେଁ, ବିବାହ ପାଇଁ ନୁହେଁ, ନଉଛନ୍ତି ଟ୍ରାଭେଲ ପାଇଁ। ଆଜ୍ଞା ହଁ, 2025ର ପ୍ରଥମ 6 ମାସରେ ସମସ୍ତେ ପର୍ସନାଲ ଲୋନ୍ ମଧ୍ୟରୁ 27%, 27% ଲୋନ୍ ମାତ୍ର ଟ୍ରାଭେଲ ପାଇଁକିନା ନିଆଯାଇଛି ଡାଟା ହିସାବରେ। ଆଜ୍ଞା ହଁ, ହୋମ ରିନୋଭେସନ ହଉ ବା ଏଜୁକେସନ ହଉ, ମେଡିକାଲ ଠାରୁ ମଧ୍ୟ ଏହାର ପରସେଣ୍ଟେଜ ଅଧିକ ରହିଛି। ଏଥିରେ ସବୁଠାରୁ ବଡ଼ ରୋଲ କୋଉମାନେ ନିଭାଉଛନ୍ତି? ଜେନ୍ ଜେଡ୍ ର ଜେନେରେସନ। ତ ଜେନ୍ ଜେଡ୍ ର 27% ଲୋକ ଟ୍ରାଭେଲ ପାଇଁକିନା ଏବେ ଲୋନ୍ ନଉଛନ୍ତି। 55% ପେ ଚେକ୍ ଟୁ ପେ ଚେକ୍ ରେ ରହୁଛନ୍ତି। ଆଉ 39% ବେସିକ୍ ଖର୍ଚ୍ଚ ପାଇଁ ମଧ୍ୟ ବୋର କରୁଛନ୍ତି, ଧାର ଉଧାରି କରୁଛନ୍ତି। ତ ଷ୍ଟାଟସ୍ ଏଟା କଣ ପାଇଁ କରାଉଛନ୍ତି? ତାର କଜେସ୍ ହେଲା ଷ୍ଟାଟସ୍, ସୋସିଆଲ ମିଡ଼ିଆର ଭ୍ୟାଲିଡେସନ, ୟେଲୋ ମାଇଣ୍ଡସେଟ୍, नो कॉस्ट EMI, बाय नाउ पे लेटर ऑप्शंस, इंस्टेंट लोन अप्रूवल ऑप्शंस। ଏଇ ଯୋଉ କଜଟାକୁ ବହୁତ ହି ବଢାଇ ଦେଉଛି। ତ ଟ୍ରାଭେଲ କରିବା ଖରାପ ନୁହେଁ ଡେଫିନେଟଲି, କିନ୍ତୁ ମନେ ରଖନ୍ତୁ ଲୋନ୍ ହେଉଛି ଗୋଟେ ଇନଷ୍ଟାଣ୍ଟ ଆନନ୍ଦ ଦିଏ, କିନ୍ତୁ ତାପରେ ବର୍ଷକୁ ବର୍ଷ ତାର ଯୋଉ EMI ଦବା, ଏଟା ହେଉଛି ବହୁତ ବଡ଼ ପ୍ରେସର। ତ ଆପଣ ଏଥିରେ ସହମତ କି ଏଇ ଯୋଉ ୟେଲୋ ମାଇଣ୍ଡସେଟ୍ ଏଟା ଠିକ କି ଭୁଲ? କମେଣ୍ଟରେ ଲେଖନ୍ତୁ। ଆଉ ଟ୍ରାଭେଲ ପାଇଁକିନା ଲୋନ୍ ନ ନେବା ପାଇଁକିନା ଚେଷ୍ଟା କରନ୍ତୁ। ଏଇଭଳି ଫାଇନାନ୍ସିଆଲ ଟିପ୍ସ ପାଇଁ ମୋ ଚ୍ୟାନେଲ ରୁପି ରସକୁ ସବସ୍କ୍ରାଇବ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।